দোলেটু দোল গোবিন্দম চাপে চ মধুসূদনম রথেষু গমনম নিষ্ঠুরা পুনর্জন্ম বিদ্যতে। উপস্থিত পুণ্যাত্মা ମାନଙ୍କୁ ଆଜିର ଏହି ବସନ୍ତ ରାସ ଉତ୍ସବର ମହେନ୍ଦ୍ର ଦିବ୍ୟ ପ୍ରଲଭ୍ୟ ଭବ୍ୟ ମୁହୂର୍ତ୍ତରେ ଅନନ୍ତ କୋଟି ପ୍ରଣାମ ଜଣାଉଛି। କହୁଥିଲେ ବକ୍ତା ମହୋଦୟ, ଭଗବାନ ଦୁଇଟି ପର୍ଯ୍ୟାୟରେ ରାସ କରିଥାନ୍ତି, ଏକ ଶରତ ରାସ, ଦୁଇ ବସନ୍ତ ରାସ। ଆଉ ଆମେ ଆଜି ଏଇ ଯୋଉ ଉତ୍ସବରେ ସମସ୍ତେ ଅବତୀର୍ଣ୍ଣ ହୋଇଛେ, ଆମେ ସମସ୍ତେ ଗ୍ୟାରେଣ୍ଟି ଦେଇକି କହିବା ଯେ ଆମେ ସମସ୍ତେ ନାରୀ, ହଁ ନା ନାଇଁ? ନିଶ୍ଚିତ ଭାବେ, କାରଣ ଭଗବାନଙ୍କର ରାସ ଉତ୍ସବରେ ପୁରୁଷ ନାରୀ ନିର୍ବିଶେଷରେ ସମସ୍ତେ ନାରୀ। ଦିନକର ତ୍ରେତା ଯୁଗର କଥା, ଭଗବାନ ରାମଚନ୍ଦ୍ର କାଣ୍ଡ ପ୍ରଦଣ୍ଡ ଧାରଣ କରି ଦିବ୍ୟ ପୁରୁଷ ଭ୍ରମଣ କରୁଛନ୍ତି ଦଣ୍ଡକାରଣ୍ୟ। ଏହି ସମୟରେ ମୁନିମାନେ ଭଗବାନଙ୍କୁ ଦର୍ଶନ କରିଛନ୍ତି ଏବଂ ତାଙ୍କ ଭିତରେ ବିକାର ଜାତ ହୋଇଛି, ମୁନିମାନେ ମଧ୍ୟ। ତେଣୁ ଯତତ ହେଉପି କୌନ୍ତେୟ ପୁରୁଷସ୍ୟ ବିକଶ୍ଚିତ ଇନ୍ଦ୍ରିୟାଣି ପ୍ରମାଥିନି ହରନ୍ତି ପ୍ରସଭଂ ମନଃ। ଇନ୍ଦ୍ରିୟ ଗୁଡ଼ିକ ଏତେ ପ୍ରବଳ ଯେ ବୁଦ୍ଧିମାନ ଚିତ୍ତକୁ ମଧ୍ୟ ହରଣ କରି ନିଅନ୍ତି। ତ ମୁନିମାନଙ୍କର ଚିତ୍ତ ସହଜରେ ଭଗବାନଙ୍କୁ ଦେଖିକି ଭ୍ରମିତ ହେବାର କିଛି ଅସୁବିଧା ନାହିଁ। ତ ଭଗବାନଙ୍କୁ ସେ କହିଲେ, ମୁନିମାନେ ଉପେନ୍ଦ୍ର ଭଞ୍ଜ କଲମ କରନ୍ତି, ବିଧାତା ଆମକୁ କରନ୍ତା ନାରୀ ବରହୁ ଅନ୍ତେ କି କୋଦଣ୍ଡ ଭାଇ। ଭଗବାନ ଅନ୍ତର୍ଯାମୀ ମର୍ଯ୍ୟାଦା ପୁରୁଷୋତ୍ତମ ଜାଣିପାରିଲେ ମୁନିମାନଙ୍କର ଅନ୍ତର କଥା। ସେ କହିଲେ ଏ ଜନ୍ମରେ ନୁହେଁ, ବିଳାସିନୀ ମା କରିବି ଆନକୁ ବୋଲି ଛୁଇଁବି କହୁତା ସନକୁ। ମୁଁ ଦୀପକୁ ଛୁଇଁଛି ବାସର ରାତିରେ ଯେ ମୁଁ ଆଉ କାହାକୁ ଏ ଜନ୍ମରେ ବିଳାସିନୀ କରିବି ନାହିଁ। ସମୟ ଆସିବ